What is the benefit using internet in business? First one, like, improve external product promotion, improve external product promotion and internal communication, pro effective e-marketing. Next one, increase sales through effective deployment. Increase sales through effective deployment of e-commerce technology. Increase sales through effective deployment of e-commerce technology. Next point, streamline business process. Streamline business process with integrated back office system. Integrated back office system. তারপরে next point, reduce communication and travel costs using online meeting tools and shared workspace.
देखो, maximize lead conversion by using CRM. Maximize lead conversion by using CRM system to track and monitor interactions with interaction with prospects and clients. There is improve supplier relations and productivity. Improve supplier relation and productivity through collaborative tools, and workspace. তারপরে next, benefit from license free, benefit from license free open source software, alternatives to alternatives to proprietary software. Proprietary, PRO, alternatives to proprietary software, PROPRIETAROI, ଓନର ମାନେ ତମ ନାଁରେ ଗୋଟେ ସଫ୍ଟୱେର ବନା, ଗୋଟେ ଥାଏ କମନ ସଫ୍ଟୱେର, ମାନେ ଟାଲି ERP ନେ ଟାଲି ପ୍ରାଇମ, ମାନେ ଗୋଟେ ସଫ୍ଟୱେର ଯୋଉଟା କି ତୁମ ରିକ୍ୱାରମେଣ୍ଟ ହିସାବରେ ବନା ହବ, ସେ ସଫ୍ଟୱେର ଟା ଅନ୍ୟ କୌଣସି କମ୍ପାନୀ ୟୁଜ କରିବେ। ଷ୍ଟ୍ରିମଲାଇନ ଅର୍ଥ ହଉଛି କଣ, ମାନେ ସବୁ ଜିନିଷ ଇଜିଲି ଆକ୍ସେସିବଲ ହବ, ତାକୁ କୁହାଯାଏ ଷ୍ଟ୍ରିମଲାଇନ। ବୁଝୁଛି, ଯେମିତି ସପୋଜ ତମେ ଦେଖିବ ଆମର କ୍ଲାसेस ଯୋଉ ହଉଛି ଏଠି, ଆମର କଣ ହଉଛି ପ୍ରତ୍ୟେକ ଦିନ ଗୋଟେ ଗୋଟେ ସିଡ୍ୟୁଲ ରହୁଛି, ଆଉ ସେଇ ସିଡ୍ୟୁଲ ହିସାବରେ ହଉଛି। ତମେ ପାଖାପାଖି ଦେଖିବ 90% ତମର ସିଡ୍ୟୁଲ ଟା ସେମ ରହୁଛି, 10% ଟିଚରଙ୍କ ଆଭେଲେବିଲିଟି ବା କାହାର ଦେହ ଖରାପ ହେଲା ସେଇ ହିସାବରେ ଚେଞ୍ଜେସ ହଉଛି। ତ ଷ୍ଟ୍ରିମଲାଇନ ହଉଛି ସେମିତି।
ଧର ହଠାତ୍ ମୁଁ କଣ କରିବି, ଆଜି ଯୋଉ କ୍ଲାसेସ୍ ଅଛି ଜଣେ ସାର୍ କହିବେ ନାଇଁ ନାଇଁ, ଆଜି ମୋ ଦେହ ଖରାପ ହଉଛି, ମୁଁ କଣ କରିବି, ତାଙ୍କ ଅଲ୍ଟରନେଟିଭରେ ଆଉ ଜଣଙ୍କୁ ଆଲୋକେଟ କରିକି ତାକୁ ଷ୍ଟ୍ରିମ୍ ଲାଇନ୍ କରିବି, ଯେ ଅନ୍ୟ କ୍ଲାसेସ୍ ଗୁଡାକ ବି ଆଫେକ୍ଟ। ବୁଝିଲେ କି ନାହିଁ? ତ ଷ୍ଟ୍ରିମ୍ ଲାଇନିଂ ଅର୍ଥ ହଉଛି ଗୋଟେ ସ୍ମୁଥ ଫ୍ଲୋକୁ କୁହାଯାଏ ଷ୍ଟ୍ରିମ୍ ଲାଇନ୍। ବିଜନେସ ରେ ଆକ୍ଚୁଆଲି କଣ ହୁଏ, ପ୍ରଥମ ହଉଛି ଯେତେବେଳେ କଷ୍ଟମର ଯାଏ, ସେ ପ୍ରଥମେ ଅନଲାଇନ କୁ ଯିବ। ଅନଲାଇନରେ ତାର ଗୋଟେ ଏରିଆ ଅଫ ଇଣ୍ଟରେଷ୍ଟ ଦବ। ତା ଭିତରେ ମୁଁ ସର୍ଚ୍ଚ କରିବି ଯେ ତାର କୋଉ ଏରିଆରେ ଇଣ୍ଟରେଷ୍ଟ ଅଛି। ତାର ସିଏ ହୋଟେଲ ପାଇଁ ସର୍ଚ୍ଚ କରୁଥିବ, ଯଦି ସର୍ଚ୍ଚ କରୁଛି ତ ସେଇ ଡାଟା ଗୁଡାକ ଗୁଗୁଲ ସର୍ଚ୍ଚ କି ଦ୍ଵାରା ସବୁ ହୋଟେଲ ପାଖକୁ ପହଞ୍ଚିଯିବ ସେ ଲୋକେସନ। ତ ସମସ୍ତେ ତା କଣ୍ଟାକ୍ଟ ନମ୍ବର ଟାକୁ ପାଇଯିବେ। କଣ୍ଟାକ୍ଟ ନମ୍ବର ପାଇଲା ପରେ ସେ ଦେଖିବେ ଯେ କିଏ ହୋଟେଲ ପାଇଁ ସର୍ଚ୍ଚ କରୁଛି। ତ ମୁଁ ସେଇ ଅନୁସାରେ କଲ୍ କରିବି ଯେ ଆପଣ ହୋଟେଲ ପାଇଁ ସର୍ଚ୍ଚ କରୁଥିଲେ, ଆମର ଏଇ ଫ୍ୟାସିଲିଟି ଅଛି, ତେଣୁ ଆପଣ ନେଇପାରିବେ। ବୁଝିଲେ କି? ଇ ବିଜନେସ ର ଫିଚର ସବୁ କଣ କଣ ରହିଛି? E-business use the internet to access a virtually unlimited supply of money and client or buyers. To start a small business, an electronic version is definitely viable option. Understanding the key features such as venture, reveals and benefits. ତ ଛୋଟ ଛୋଟ ବିଜନେସ ଷ୍ଟାର୍ଟ କରିବା ପାଇଁ ଇ ବିଜନେସ, ଏଇ କମଳା ଯା ମୁଁ ଦେଖି ଅଛି, ମୁଁ ତ ଭାଗବତ ବୋଲୁଛି ଆଉ। ନମଇ ଦେବ ଜଗନ୍ନାଥ। ଯା ଯା ଯା, ଆଉ ଚାରିଣୀ ଗଣନି ଯା। ଆଁ କମଳା ଦେବୀର ସଙ୍ଗାତ ଆପଣ କାହିଁ ନିଜ ପ୍ରେଷ୍ଟିଜ କୁ, ଆଉ ତୁ ପ୍ରେଷ୍ଟିଜ ଦେଖେଇଲେ କଣ ହବ? ତୁମ ସ୍କାନର ରେ ସ୍କାନ ହେଇସାରିଲଣି ଯା। ଆବେ ଯା ମୁହଁ ଧୋଇକି ଆସିବୁ। କି ପିଲା ବେ? ଆବେ ମୁହଁ ଧୋଇକି ଯା, ଫ୍ରେଶ ହେଇକି ଆସି ବସିବୁ, ନହେଲେ ଏମିତି ପୁଣି ଢୁଳେଇବୁ। ନା, ସେ ଗୋଟେ ଗୋଟେ ଥାନ୍ତିନି, ଗୋଟେ ଷ୍ଟୁଡେଣ୍ଟ ଏମିତି ସାର୍ ପଢିଲା ବେଳେ ଏମିତି ଏମିତି ହେଲା। ଆଁ ମୁଁ କହିଲି ଆରେ ସେ ପାଠ ଅଧିକ ହେଇଗଲେ ମୁଣ୍ଡ ଟା ନଇଯାଏ ଆଉ। ମାନେ ଫଳନ୍ତି ବୃକ୍ଷ, ଯୋଉ ଗଛରେ ଅଧିକ ଫଳ ଥାଏ ଗଛ ଟା ନଇଁକି ଥାଏ, ତେଣୁ ସେ ଅଟୋମେଟିକ ଅଧିକ ହେଇଗଲାଣି ସେ ମୁଣ୍ଡ ନଇଁ ପଡୁଛି। ବାଲିଯାତ୍ରା ଯାଇଥିଲୁ କି? ଆଁ ଓହୋ, ସେ ଚାଲିବା ନିଦର ଛାଡିନି। ଏକୁଟିଆ ନା ପରିବାର ସହିତ? ଆଁ ବାପାଙ୍କ ସହିତ? ଉଁ? ହଁ, ସପରିବାର ଯିବୁ? ସପରିବାର ଗଲେ କଣ କହିଲୁ, ପ୍ରଥମ ବର୍ଷ ହାତ ଧରିକି ଚାଲିବୁ। ମୋ ହାତ ଧରି ଚାଲୁଥା। ହଉ। ଦ୍ୱିତୀୟ ବର୍ଷ କୋଳରେ ଧରିକି ଚାଲିବୁ। ତୃତୀୟ ବର୍ଷ କାନ୍ଧେଇକି ଚାଲିବୁ। ଏ ମୁଁ କଣ କହିଲି ତୁ କହିଲୁ? ହେଲା, ଆମେ ଯେତେବେଳେ ଏକୁଟିଆ ଯାଉଥିଲୁ ବାଲିଯାତ୍ରାକୁ 3 ଘଣ୍ଟା ଭିତରେ ଉପର ତଳ ସବୁ ବୁଲି ଦେଇକି ପଳେଇ ଆଉଥିଲୁ। ହେଲା, ତାର ପୁଣି ବୁଲା ହେଇକି ଫଟୋ ଫଟୋ ଉଠା ହେଇକି ପେଟେ ପେଟେ ଖାଇକି ଘରକୁ ରିଟର୍ନ ଆସିବ 3 ଘଣ୍ଟା। ଏବେ କିଛି ହଉନି। ଏବେ ଖାଲି ଶରୀର ପୀଡା। ବୁଝି ହଉଛି ନା, ପୁରା ବୁଲି ହଉଛି, କିଛି ହେଇପାରୁନି। ହଁ, ଆଉ ସେ ସାଙ୍ଗମାନଙ୍କ ସହିତ ସପରିବାର ସହିତ ସପରିବାରରେ ଗଲେ ନାରେ
ଭାଇ ଏକ୍ସପିରିଏନ୍ସ ନୁହଁ। ତୁ 3 ଘଣ୍ଟାରେ ବୁଲିକି ଆସିବୁ। ଝିଅ ଛୁଆ ଗଲେ 4 ଘଣ୍ଟା ଲଗେଇବୁ। ବୁଝିଲ, କାନ ଫୁଲ, ନାକ ଫୁଲ, ଲିପଷ୍ଟିକ। ସମସ୍ତେ ତ କିଣୁଛନ୍ତି, ତୁ କିଣୁନୁ। ସମସ୍ତେ ତ କିଣୁଛନ୍ତି। 4 ଲକ୍ଷ 5 ଲକ୍ଷ ଲୋକ କିଣୁଛନ୍ତି। ଆମେ ଯେତେବେଳେ ଯାଉ, ଆମ ସାଙ୍ଗମାନେ ଯାଉ, ଆମେ କଣ କରୁ, କାଳେ ହଜିଯିବୁ ବୋଲି 5 6 ଜଣ ଯାଉ, ପେଁ କାଳି ଆଣିବୁ, ପେଁ କାଳି ଫୁଙ୍କି ଫୁଙ୍କି ଆସିବୁ। ପୁରା ଲମ୍ବା ଲମ୍ବା ଥିବ ସେ ଯୋଉ ଉପରକୁ ଉଠିଲା ବେଳେ। ତ ସେ ଆଉ ସେ ପୁଣି ଗୋଟେ ପ୍ରକାର ଆଣିବୁ। ଗୋଟେ ପ୍ରକାର ଦେ, ଗୋଟେ ପ୍ରକାର ଦେଲେ କଣ ହବ, ଯିଏ ଏପଟ ସେପଟ ହଉଥିବ, ଧର କିଏ ଗୋଟେ ହଜିଗଲା, ସେ ଜୋରରେ ତ ସେ ପୁଣି ଏକାଠି ହବ। ହେଲା ତ ପେଁ କାଳି ଫୁଙ୍କି 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 ପୁରା ବାଲିଯାତ୍ରା। ହଁ ନାଇଁ ଏଗୁଡା ସବୁ ହଜିଯିବ। ଆଉ ଥରେ ଗୋଟେ ସାଙ୍ଗ କହିଲା, କହିଲା ନାଇଁ ମୁଁ ଏଥରକ ରାମ ଦୋଳିରେ ବସିବି। ମୁଁ କହିଲି, ବାବୁରେ ଉପରକୁ ଗଲେ ଅବସ୍ଥା ଖରାପ ହବ, ଜମାରେ ଯାଆନି। କହିଲା, ତୁ ଗପ ନାଇଁ, ମୁଁ ଯିବି, ତୁ ଏଠି ତଳେ ଠିଆ ହ। ସେ ଏମିତି ଗୋଟିଏ ରାଉଣ୍ଡ ବୁଲେଇଛି ଉପରେ ଆଉ। ଏ କହିଲା ରଖ ରଖ ରଖ, ନହେଲେ ବାନ୍ତି କରିଦେବି। ତୁ ରଖୁଛି ନା ବାନ୍ତି କରୁଛୁ? ତଳକୁ ଗ୍ରାଭେଟ ତୁ ବସେଛୁ। ଏମିତି ବୁଲିବ ଯୋଉଟା, ଏମିତି ପ୍ରାୟ ବଙ୍କା କରିଦବ, ବୋପା ମା, ମାନିବାକୁ ପଡିବ ତୋ ସାର୍। ସେ ବୋଟ ଟା ଚଳିବ, ସେ ଯୋଉ ବୁଲେଇ ଦବ ଉଲଟା କରିକି। ହଁ ରଖିଦେବି। ବେଲ୍ଟ ବାନ୍ଧିକି ଗଳିଯିବ ଛତି। ହଉ ଦେଖ, ଯାତ୍ରା ସରିଗଲା। ହଉ ଦେଖ, ବିଜନେସ କୋଉ ଜାଗାରେ ଆମେ ବ୍ୟବହାର ମାନେ ବେସିକାଲି ଇ ବିଜନେସ କୋଉ ଜାଗାରେ ୟୁଜ ହୁଏ, ଗୋଟେ ହଉଛି ମିଡିୟମ। One thing that make you e-business smart is the online niche it occupies. E-business encompasses a broad variety of business, but the basic premise is its reliance on the internet for the commerce. The organization uses online media to promote, buy, and sell various products and services. Additionally, being solely online allow e-business to access the entire world market with ease. ମିଡିୟମ ଟା ହଉଛି କଣ, ଛୋଟ ଛୋଟ ଯୋଉ ବିଜନେସ ଗୁଡାକ ସବୁ ରହିଲା, ତ ସେଇ ବିଜନେସ ଗୁଡାକୁ ଆମେ ଇଜିଲି ଆମେ ଷ୍ଟାର୍ଟ ଅପ୍ କରିପାରିବା, ଆଣ୍ଡ ୱିଥ ଦ ମିନିମମ୍ କଷ୍ଟରେ ଆମେ ପ୍ରମୋସନ କରିପାରିବା। ତୁମେ ଦେଖ, ଯେତେବେଳେ ଗୋଟେ ଲିଫଲେଟ ଆମର ଛପା ଯାଉଛି, 3,000 ଲିଫଲେଟ କୁ ପାଖାପାଖି 4,000 ଟଙ୍କା ପଡୁଛି। ମାନେ 1,000 ଟଙ୍କା ଉପରକୁ ପଡୁଛି ଗୋଟେ ପେପର କଷ୍ଟ, ଟଙ୍କା ଟା କିମ୍ବା 1.5 ଟଙ୍କା ପଡୁଛି। କିନ୍ତୁ ଯେତେବେଳେ ମୁଁ ଫେସବୁକ୍ କିମ୍ବା ହ୍ୱାଟ୍ସଆପ ରେ କୌଣସି ପୋଷ୍ଟର ବନେଇକି ମାର୍କେଟିଂ କରୁଛି, ତାହେଲେ ମାତ୍ର 400 ଟଙ୍କାରେ ମୁଁ 15,000 20,000 ଲୋକଙ୍କ ପାଖକୁ ପହଞ୍ଚି ପାରୁଛି। ତ ଇଜି କୋଉଟା ହେଲା? ଆଉ ତମେ କଣ କରୁଛ, ଧର ନର୍ମାଲି ତମେ ଧର ଲିଫଲେଟ ଗୋଟେ ପାଉଛ, ସବୁ ଲୋକଙ୍କର ସବୁ ଲିଫଲେଟ ଜରୁରୀ ନଥାଏ। କାହାର ଯଦି ଜରୁରୀ ଥାଏ ସେ ସେଭ୍ କରି ରଖେ, ନହେଲେ ଆଉ କିଛି ବାଟ କଲେ ସେ ତଳେ ପଡିଥାଏ। ବୁଝିହଉଛି କି ନାଇଁ? ରକେଟ ହେଇଯିବ। କିନ୍ତୁ ଯେତେବେଳେ ଦେଖିବ ଫେସବୁକ ରେ ଗୋଟେ ଜିନିଷ ଥାଏ, ତମେ ସ୍କ୍ରୋଲ କରୁଥିବ ଆଉ ଗୋଟେ ଜିନିଷ ବାର 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 ସେ ପ୍ରମୋସନ ଟା ହଉଥିବ,
ତୁମର ଗୋଟେ ଏରିଆ ଅଫ ଇଣ୍ଟରେଷ୍ଟ କ୍ରିଏଟ ହବ, ଗୋଟେ ଆକ୍ଚୁଆଲି ଜିନିଷଟା କଣ ତମେ ଯେତେବେଳେ କ୍ଲିକ୍ କରିକି ଦେଖିବ ତୁମର ଇନଫରମେସନ ଟାକୁ ସେଇ ଜାଗାରେ ପହଞ୍ଚିଛି, ତାପରେ ସେ ତମକୁ କଲ୍ କରିକି କନଭେନ୍ସ କରିବାକୁ ଚେଷ୍ଟା କରିବ। ତ ଛୋଟ ଛୋଟ ବିଜନେସ ମାନେ କମ ପଇସାରେ ଯଦି ବିଜନେସ ଷ୍ଟାର୍ଟ କରାଯାଏ ତ ଏଇ ଜିନିଷ କୁ ୟୁଜ କରାଯାଏ। ହଁ ଡିଜିଟାଲ ମାର୍କେଟିଂ ହିଁ କରିବ। ହଁ, ତମେ ଯଦି ଟୋଟାଲି ପାଠ ନ ପଢିବ ତାହେଲେ ଯାହା ବିଜନେସ ନା। ହଁ ଲେମନ ଟି ବୁଝିଲ। ଇ ବିଜନେସ ଷ୍ଟାର୍ଟ କରିବାର, ଯେତେବେଳେ ତମେ ଇ ବିଜନେସ ଷ୍ଟାର୍ଟ କରିବ ପ୍ରଥମତଃ ଫଣ୍ଡାମେଣ୍ଟାଲ ଜିନିଷ ହଉଛି ତୁମକୁ ୱେବସାଇଟ ବନେଇବାକୁ ପଡିବ। ତୁମର ଯଦି ୱେବସାଇଟ ନାହିଁ ତାହେଲେ ସେ ତମକୁ ଅଥେଣ୍ଟିକେଟ ବୋଲି ଭାବିବେନି। ୱେବସାଇଟ ଟା ହଉଛି କଣ, ଯେମିତି ଆମର ଆଧାର କାର୍ଡ ଥିଲେ ଆମକୁ ନାଗରିକ ବୋଲି ମାନୁଛନ୍ତି, ସେମିତି ଗୋଟେ ଅଥେଣ୍ଟିକେଟ ବିଜନେସ ଯଦି ଆମେ କହିବା ତାହେଲେ ସେଇ ବିଜନେସ ର ଗୋଟେ ୱେବସାଇଟ ଥିବା ଦରକାର। କାରଣ ଯୋଉ ଜିନିଷ ଟା ଆମେ ପରଚେଜ ବା ଅନଲାଇନରେ ବିକ୍ରି କରୁଛେ, ପ୍ରଥମତଃ କଣ ହଉଛି, ଯିଏ ସର୍ଚ୍ଚ କରେ ସେ ଯାଇକି ତା ୱେବସାଇଟ ରୁ ସର୍ଚ୍ଚ କରି ଦେଖେ ଯେ ଆକ୍ଚୁଆଲି ସେ ଏକ୍ଜିଷ୍ଟ କରୁଛି କି ନାହିଁ। ତାପରେ ରହୁଛି ରିଭ୍ୟୁଜ ଦେଖେ, ମାନେ ଆକ୍ଚୁଆଲି ସେ ଜିନିଷ ଯଦି ଅଛି ତାର ଲାଟେଷ୍ଟ ରିଭ୍ୟୁ ଆସୁଛି କି ନାହିଁ। ଗୋଟେ ଗୋଟେ ରିଭ୍ୟୁ ତ 3 ବର୍ଷ ପରେ ମାନେ ପାଷ୍ଟ ହେଇଯାଇଥିବ କିନ୍ତୁ ରିଭ୍ୟୁ କିଛି ନଥିବ। ତା ତା ଅର୍ଥ ହଉଛି କଣ, ବିଜନେସ ଟା ମେ ବି କ୍ଲୋଜ ହେଇଯାଇଥିବ। ଯଦି ରିସେଣ୍ଟ ଉପରେ ଯଦି ରିଭ୍ୟୁ ଗୁଡାକ ଚାଲିଥାଏ ତାହେଲେ କଣ ହବ ନା ଅଟୋମେଟିକ ଜଣା ପଡେ ଯେ ଏ ବିଜନେସ ଟା ଚାଲିଛି। ତ ସେଠି ଟ୍ରଷ୍ଟ ଫ୍ୟାକ୍ଟର କ୍ରିଏଟ, ବୁଝିଲେ କି ନାଇଁ। ତାପରେ ହଉଛି ଲୋକେସନ। Another key feature of the e-business is its versatility. While conventional business require an office or store, e-business can be run without this added the expenses. In fact, many e-business are home-based. This make it easy for the entrepreneur to work from home at a much lower cost than the traditional business. ତ ଇ ବିଜନେସ ଆଉ ନର୍ମାଲ ବିଜନେସ ଭିତରେ ଲୋକେସନ ୱାଇଜ ବେନିଫିଟ କଣ ଆସିବ ନା, ଆମକୁ ଗୋଟେ ନର୍ମାଲ ବିଜନେସ ରେ ଗୋଟେ ସ୍ପେସ ନବାକୁ ପଡିବ, ତାର ରେଣ୍ଟ ଦବାକୁ ପଡିବ। ତ ଏଠି ନା ସ୍ପେସ ଦବାକୁ ପଡିବ ନା ଏଠି ତମକୁ ରେଣ୍ଟ ଦବାକୁ ପଡିବ। ଆଜ୍ଞା ସାର୍। ଆଜ୍ଞା ଆଜ୍ଞା ପସନ୍ତୁ ମା।
ହଁ ଅଧା କଥା ରହିଯାଇଛି। ଓକେ ତ ଲୋକେସନ ୱାଇଜ ଆମର କଣ ଦରକାର ନା ଇ ବିଜନେସ ପାଇଁ କୌଣସି ଜିନିଷ ଦରକାର ନାହିଁ। କମ୍ୟୁନିକେସନ communication is crucial for any business, but the seamless nature of online communication make its key feature in the e-business. By placing your business online, you can provide all the necessary contact information to your client. In turn, the business has instant access to the both current and potential client. ତମେ ଯେତେବେଳେ କୌଣସି ହୋଟେଲ ବୁକିଂ କରିବ ତ ସେ ଜାଗାରେ କଣ ହୁଏ ମାନେ ହଲିଡେ ଟ୍ରିପ ଏ ସବୁ ବୁକିଂ ହୁଏ ତ ସେ ଜାଗାରେ ଗୋଟେ ଲୋକର ନମ୍ବର ତମକୁ ଦେଖାଯିବ କିନ୍ତୁ ସେ ଲୋକ ତା ବିଜନେସ ସହିତ ସେ ହୋଟେଲ ସହିତ ତାର କୌଣସି ସମ୍ପୃକ୍ତି ନଥିବ। ସେ ଗୋଟେ ମିଡିଲ ମ୍ୟାନ ଭଳିଆ କାମ କରିବ। ସେ ତାଙ୍କର ହୋଟେଲ ବିଜନେସ ଟାକୁ ସେଲ କରେଇବ ଆଉ ତା ବାବଦକୁ ଯେତିକି ପଇସା ପାଇବ ତା ପରସେଣ୍ଟେଜ ହିସାବରେ ସେ ଗେନ୍ କରିବ କମିଶନ। ଏହା ଡିଜିଟାଲ ମାର୍କେଟିଂ କୁହାଯାଏ। ଯୋଉମାନେ ଡିଜିଟାଲ ମାର୍କେଟିଂ ଥାନ୍ତି ସେମାନେ କଣ କରିବେ ସେ ବିଜନେସ ଟା ପରମିଶନ ନେଇକି ତାଙ୍କ ନମ୍ବରଟା ସେଠି ଡିସପ୍ଲେ କରିବେ। ତାପରେ ତମେ ଯେତେବେଳେ ହୋଟେଲ ଆକାଉଣ୍ଟକୁ ପେମେଣ୍ଟ କରିବ ପେମେଣ୍ଟ ହିସାବରେ ସିଏ ବି ଜାଣିବେ କେତେ ଟଙ୍କା ପେମେଣ୍ଟ ହେଲା ତା ଭିତରେ ସେମାନେ କମିଶନ ନେଇକି ନର୍ମାଲ ଲୋକ ବି କରନ୍ତି ସିଏ ତ ଅଲଗା। ଇଣ୍ଡିଭିଜୁଆଲ ଲୋକ ବି କରନ୍ତି ଡିଜିଟାଲ ଅନଲାଇନ। ତାଙ୍କ ତୁ ସର୍ଚ୍ଚ କରିବୁ ହୋଟେଲ ନିୟର ଦିସ୍ ସେ ଏମିତି ଡିଜିଟାଲ ମାର୍କେଟିଂ ରେ କିୱାର୍ଡ ପକେଇଥିବେ ତାଙ୍କ ନମ୍ବର ହିଁ ଆସିବ। ତାଙ୍କ ନମ୍ବର ଆସେ ତୁ ସେଇ ନମ୍ବରରେ କଣ୍ଟାକ୍ଟ କରିବୁ ତ ଭାଇ ମତେ ରୁମ ଦରକାର ଇଏ ଦରକାର ନା ହଁ ଠିକ ଅଛି ମିଳିଯିବ। ଏତିକି ଦିନ ଏତିକି ଟିକେ ପୁରା ପ୍ୟାକେଜ ସବୁ ଡିଫାଇନ କରିଦେବେ ଏତିକି ଟଙ୍କା ରହିବ। ପେମେଣ୍ଟ କରିବୁ ହୋଟେଲରେ କିନ୍ତୁ ସିଏ ଜାଣିବ ତ ହୋଟେଲରେ ପେମେଣ୍ଟ କରିବୁ ସ୍କ୍ରିନ୍ ସେୟାର କରିବୁ ସ୍କ୍ରିନ୍ ସେୟାର କଲା ଭିତରେ ଆମେ ସବୁ ଦେଖିଦବୁ। ତ ତୁ ସ୍କ୍ରିନ୍ ସେୟାର କରିକି ସବୁ କରିଦେଇଥିବୁ କିନ୍ତୁ ସେ ଲୋକ ଯେତେବେଳେ ତୁ ଯିବୁ ହୋଟେଲକୁ ସେ ଲୋକ ନଥିବ। ଆରେ କିଏ ନା ନାଇଁ ସିଏ ହଉଛି ଆମର ଲୋକ ଏଇ ବିଜନେସ ଡିଜିଟାଲ ମାର୍କେଟିଂ କରେ। ଓକେ ଯେମିତି ଆର୍ଥର ପିକନିକ କିଏ ଯାଇଥିଲ ଇ ବିଜନେସ ରେ କଣ ସବୁ ଆମେ ଯେତେବେଳେ ବାଟରେ ଗଲୁ ବାଟରେ ଗଲା ଭିତରେ ଯେହେତୁ ରୋଷେଇ କରିବାକୁ ପଡିଥିଲା ବାଟରେ ସବୁ ଜିନିଷ ଆସ୍ତେ ଆସ୍ତେ ତ କିଣିକି ନେଇକି ଯାଉଛୁ ତେଣୁ ବାଟରେ ଯେତେବେଳେ ଆମେ ଫୋନ କଲୁ ଗୋଟେ ବାଟରେ ଆମେ ପାଇଲୁ ଚନ୍ଦନ ସାଙ୍ଗ କଲେଜ ଅଛି ତ ଠିକ ଯେତେବେଳେ ସେଇ ପାଖରେ ପହଞ୍ଚିଲୁ ସାର୍ ଚିକେନ ଧରିକି ଠିଆ ହେଇଥିଲୁ। ତେଣୁ କଣ ଅନଲାଇନ କଣ୍ଟାକ୍ଟ ଥ୍ରୁରେ କଣ ହେଲା ନା କଣ୍ଟାକ୍ଟ ଥ୍ରୁରେ ଇନଗ୍ରେଡିଏଣ୍ଟସ ଯୋଗାଡ଼ କରିକି ନେଇଗଲୁ ତେଣୁ ଆମକୁ ୱେଟିଂ କରିବାକୁ ପଡିല്ല। ଯୋଉ ବାଟକୁ ଯେତେବେଳେ ପୁଣି ସାର୍ ପହଞ୍ଚିଗଲୁ ଚିକେନ ରହିଲା ଆଉ ଗୋଟେ ଜଳଖିଆ ପହଞ୍ଚିଗଲା ଆଉ ଗୋଟେ ପିଆଜ ରସୁଣ ପହଞ୍ଚିଗଲା ତ ବାଟ ସାରା ଆମେ ଜିନିଷ କିଣିକି ନେଇକି ଆଉ ନହେଲେ ଯଦି କଣ୍ଟାକ୍ଟ ନଥାନ୍ତା ଇ ବିଜନେସ ସବୁ ନଥାନ୍ତା ତାହେଲେ କଣ କରିବାକୁ ପଡିଥାନ୍ତା ଠିଆ ହେଇକି ଯାଇକି ମାର୍କେଟ କରିଥାନ୍ତୁ ତ ଭାଇ ଗୋଟେ ଲୋକ ସେଇଟା ଉପସ୍ଥିତ ରହିପାରିଲା କଣ ଭୁଲ ବି ଯଦି ଗୋଟେ ଲୋକ ସେଇଟା ଯୋଗି ପାରିନଥାନ୍ତା। ଚନ୍ଦନ ସାର୍ ଚନ୍ଦନ ସାଙ୍ଗର ତାଙ୍କର ରହିଲା କଣ 10 ମିନିଟ ଲେଟ୍ ଚିକେନ ବି 10 ମିନିଟ ଲେଟରେ ପହଞ୍ଚିଲା ଆମେ 10 ମିନିଟ ଠିଆ ହେଲୁ। 10 ମିନିଟ ବସ୍ ରାଇଡ୍ କଲା ପରେ ଦି ବଳ ଆଁ ଆଉ ତାଙ୍କର 10 ମିନିଟ ସବୁ ରହିବ ହାତରେ ଯେ ମୂଳରୁ ତାଙ୍କ ସିଡ୍ୟୁଲ ଟା ସେମିତି କରିଥାଏ ଏମିତି 15 ମିନିଟ ପଡେ 15 ମିନିଟ ଲେଟ୍ ହେଲା କମ୍ୟୁନିକେସନ ଟା ମେନ୍ ରହିବ ଯୋଉଟା କି ମୋର ସବୁ ଯାକ କଣ୍ଟାକ୍ଟ ରହିଥିବା ଦରକାର ସବୁ ଜାଗାରେ ଇନଗ୍ରେଡିଏଣ୍ଟସ ଗୁଡାକ ମତେ ମିଳିଛି ଇଭେଣ୍ଟ ମ୍ୟାନେଜମେଣ୍ଟ ଯୋଉ ସବୁ କରନ୍ତି ତ ଗୋଟେ ଗୋଟେ ଅର୍ଗାନାଇଜେସନ ସେମାନେ ଇଭେଣ୍ଟ ମ୍ୟାନେଜମେଣ୍ଟ ନିଅନ୍ତି ତ ସେମାନଙ୍କ ଭିତରେ କଣ୍ଟାକ୍ଟ ସବୁ ଥିବ ଗୋଟେ ଲୋକ ତ ସବୁ ଯାକ କାମ କରିପାରିବନି ତ ସିଏ କଣ କରିଥିବ ସିଏ ଖାଲି ଅର୍ଗାନାଇଜ କରିବ ଟେଣ୍ଟ ଦରକାର ସେ ଟେଣ୍ଟ ଲୋକଙ୍କୁ ଫୋନ କରିବ ମିଠା ଦରକାର ମିଠା ଲୋକଙ୍କୁ ଫୋନ କରିବ ସମସ୍ତେ ଆସିକି ଠିକ ସମୟରେ ଆସିକି ପ୍ରେଜେଣ୍ଟ ରହିବେ ସେ ସମସ୍ତଙ୍କ ଯାହା ଯାହା କଷ୍ଟ ସିଏ ଦବ ତା ଦେହରେ ଆଉ 100 200 ଲଗେଇକି ସେ ଏକାଥରେ ପଇସା ଆଡ କରିକି ନିଜେ ନେଇକି ପଳେଇବ। କାମ କରିବେ ସେମାନେ ଇଏ କିନ୍ତୁ ଗୋଟେ ମିଡିଲ ଯୋଗାଯୋଗ କରିବା ପାଇଁ ତାର ପଇସା ଦେଇକି ବୁଝିଲ। Access is always useful feature, one that e-business greatly benefit from. By focusing on heavily online, the organization is always open and selling its product or services. In short, customers do not have to worry about operating hour. Similarly, it is easy for e-business owner
to quickly interact with the receive feedback from the client through the online questionnaire and survey. Frequently asked question answer minimize the customer doubts. Access होची 24/7 access। अर्थ होची आमे ଯେତେବେଳେ ଦୋକାନକୁ ଯାଉଛେ ସେ ଦୋକାନଟା ଗୋଟେ ସମୟ ପରେ ବନ୍ଦ ହେଇଯାଉଛି କିନ୍ତୁ ଇଏ ବନ୍ଦ ହବନି 24 ଘଣ୍ଟା ଖୋଲା। ତାପରେ ତମେ ଯେତେବେଳେ ଜିନିଷ କିଣିବ ସେ ତାদের ସବୁ ଫ୍ରିକ୍ୱେଣ୍ଟଲି ଆକ୍ସ କ୍ୱେଶ୍ଚନ ଥିବ। ତମେ ରସଗୋଲା କିଣିବ এটা ସାଧା ନା ବାସି? ହଁ ଆଇଁଷ ମିଶିଛି ନା ପୁରା ଭେଜ ଅଛି ଟିକେ। ହଁ ତ ଯୋଉ ଫ୍ରିକ୍ୱେଣ୍ଟଲି ଆକ୍ସ କ୍ୱେଶ୍ଚନ ଯୋଉ ଜିନିଷ ଗୁଡାକ ମୋବାଇଲ ଯେତେବେଳେ କିଣିବ ପ୍ରଥମ କ୍ୱେଶ୍ଚନ ଥିବ ହଁ ଇଜି ଟୁ ଫ୍ରି ଫାୟାର ଆକ୍ସେସ ପ୍ରଥମ କ୍ୱେଶ୍ଚନ ଯେକୌଣସି ମୋବାଇଲ ହେଲା ଫ୍ରି ଫାୟାର ଆକ୍ସେସିବଲ କ୍ୟାନ୍ वी ପ୍ଲେ ଫ୍ରି ଫାୟାର କଣ୍ଟିନ୍ୟୁସଲି 1 hour? ତ ନର୍ମାଲ ମୋବାଇଲରେ ତମେ ଯେତେବେଳେ ଦେଖିବ ଆଁ, ନାଇଁ ସିଏ ଲେଖେ ତମେ ଯେକୌଣସି ମୋବାଇଲ କିଣିବ ହେଲା ଗୋଟେ ଟିକେ ମିଡିୟମ ରେଞ୍ଜ ର ମୋବାଇଲ ତମେ ଦେଖିବ ସେ ପ୍ରଥମ କ୍ୱେଶ୍ଚନ ଥିବ ଫ୍ରି ଫାୟାର ବୁଝିଲ। ତ ଏଇଟା ହଉଛି ଫ୍ରିକ୍ୱେଣ୍ଟଲି ଆକ୍ସ କ୍ୱେଶ୍ଚନ। ଓକେ ତ ଆଗରୁ କଣ ଥିଲା କ୍ୟାମେରା ମୋବାଇଲ ମେମୋରି ଏ ସବୁ ଥିଲା। ଏବେ ସବୁ ରହୁଛି ପ୍ରଥମ ଜିନିଷ ହଉଛି ଫ୍ରି ଫାୟାର। ଓକେ। ତାପରେ ହଉଛି ଭର୍ଚୁଆଲି ଇ ବିଜନେସ ଅଫର ଅନଲାଇନ ଷ୍ଟୋର ଫ୍ରଣ୍ଟ complete with virtual shopping cart and wish list that can be emailed to friend and family। ତ ଇ ବିଜନେସ ରେ ଭର୍ଚୁଆଲି ସବୁ ଜିନିଷ ଦେଖାଯାଏ ଯେତେବେଳେ ଆମେ ଦୋକାନକୁ ଯାଉ ଆମେ କଣ କରୁ ଗୋଟେ ଡ୍ରେସ ପସନ୍ଦ ହେଲା ସେ ଡ୍ରେସ କୁ ଯାଇକି ଟ୍ରାଏଲ ରୁମ ରେ ପିନ୍ଧିକି ଫଟୋ ଫଟୋ ଦେଖିକି ତାକୁ ଷ୍ଟାଟସ ରେ ରଖିବୁ। କିନ୍ତୁ ଯେତେବେଳେ ପିନ୍ଧିବା ସମୟରେ ଦେଖିବୁ ଆମେ ସେଇ ଡ୍ରେସ ପକାଉ। ଶିଲା ଯେମିତି କଲା ତା ଜନ୍ମଦିନକୁ ହେଲା ଦେଲା ଗୋଟେ ଷ୍ଟାଟସ ନିଜେ ଆଉ ଗୋଟେ ଡ୍ରେସ ବୁଝିହେଲା। ତେଣୁ ଏଇ ସବୁ ଜିନିଷ ବେସିକାଲି ଝିଅ ମାନେ କର ତେଣୁ ସେଠି କଣ ହୁଏ ଟ୍ରାଏଲ ରୁମ ରେ ପିନ୍ଧିକି ତମେ ଜାଣିପାର ଯେ ମୁଁ ହିରୋଇନ ଭଳିଆ ଦେଖାଉଛି କି ବିପାଶା ବସୁ ଭଳିଆ ଦେଖାଉଛି କି କଟରିନା କେଫ୍ ଭଳିଆ ଦେଖାଉଛି ଆଁ ହଁ ସୈଫ ଅଲ୍ଲୀ ଖାନ ଭଳିଆ ଦେଖାଉଛି। କିନ୍ତୁ ଯେତେବେଳେ ଇ ବିଜନେସ ଥାଏ ତା ଭିତରେ ଗୋଟେ ହିରୋ ହିରୋଇନ ସିଏ ତାଙ୍କର ପିନ୍ଧିକି ବଢିଆ ଷ୍ଟାଇଲ ଥିବ ହେଲା କିନ୍ତୁ ତମେ ଯେତେବେଳେ ତାକୁ ପିନ୍ଧିଦବ ତମେ ଭାବିବ "ହଁ, ମୁଁ ଆକୁ ପିନ୍ଧିଲେ ମୁଁ ବି ସୈଫ ଅଲ୍ଲୀ ଖାନ ଭଳିଆ ଦେଖାଯିବି ହେଲା ସୈଫ ଅଲ୍ଲୀ ଖାନ। କିନ୍ତୁ ଯେତେବେଳେ ତମେ ଆମ୍, ନେଇକି ଆସିବ କହିବ ନାଇଁ ଏଇଟା ପିନ୍ଧିଲେ ଏଇଟା ସଲମାନ ଖାନ ଆକୁ ବିଙ୍ଗ ହ୍ୟୁମାନ ତାକୁ ଇଏ କରୁଛି ପ୍ରମୋସନ କରୁଛି ମୁଁ ବି ପିନ୍ଧିଲେ ଏଇଭଳିଆ ଦେଖାଯିବ। କିନ୍ତୁ ତମେ ଦେଖିନଥିବ ତମ ବଡି ଷ୍ଟ୍ରକ୍ଚର କଣ ଥିବ। କିନ୍ତୁ ଅଲ୍ଟିମେଟଲି ତମେ କଣ କରିବ ଯେତେବେଳେ ତାକୁ ପିନ୍ଧିକି ପଳେଇ ଆସିବ ବା ପରଚେଜ କରିକି ପିନ୍ଧିବ ତମେ ମାନେ କଲିମ ମିଆଁ ମଟନ ଦୋକାନୀ ଭଳିଆ ଦେଖାଯିବ ହେଲା। ହ୍ୟାଲୋ। ଆଜ୍ଞା 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 ଠିକ ଅଛି ଆଜ୍ଞା ଦେଖନ୍ତୁ ପକେଇ ଦେଇଛ ଆଠଟା ଆଠ ପଡି ଯାଅ ଆଉ ଯାଅ ଏଠି ବସିବା ମିଟିଂ କରିବା ଡାକିଛନ୍ତି।
ରେ ତାକୁ ବାହାରିବାକୁ ଦେ। ଆରେ ରହ, ସେ ବାହାର, ରହ, ବାହାର ଯାଅ, ବାହାର ଯାଅ। ଆରେ ରହ କହିଲି, ସେ ପଶିକି ଅଛି, ରହ ସେ ବାହାର।